କାହିଁକି ଆଉ କେବେଠାରୁ ଟାର୍ଗେଟ ରେ ଥିଲେ ଚାମିଲ ଓଝା? କାହା ଟାର୍ଗେଟ ରେ ଥିଲେ ଚାମିଲ? ଭିଡିଓ କାହା ପାଖରେ ସୁନାପୁଅ ହେବା ପାଇଁ ଚାମିଲଙ୍କ ବିରୁଦ୍ଧରେ ଏତଲା ଦେଲେ? ଯଦି ଅଫିସ ଭିତରେ ଗଣ୍ଡଗୋଳ ହୋଇଥିଲା, ଯେଉଁମାନେ ଗଣ୍ଡଗୋଳ କରିଥିଲେ ସମସ୍ତଙ୍କ ନାମରେ ଏତଲା ଦେବାର ଥିଲା ଭିଡିଓ, କିନ୍ତୁ କେବଳ ଚାମିଲ ଓଝାଙ୍କ ନାମରେ କାହିଁକି ଏତଲା ଦେଲେ ଭିଡିଓ? ଏହା ପଛର କାହାର ନିଶ୍ଚିତ ହାତ ରହିଛି? ସବୁ ଜାଣିଥିଲେ, ଭିଡିଓ ମହାଶୟ ସବୁ ଜାଣିଥିଲେ। ଚାମିଲ ତାଙ୍କୁ ଜୀବନରୁ ମାରିବା ପାଇଁ ଉଦ୍ୟମ କରି ନାହାନ୍ତି ବୋଲି ଏବେ ପ୍ରମାଣ ଆସିଗଲାଣି, କି ଦୁର୍ବ୍ୟବହାର ମଧ୍ୟ କରିନାହାନ୍ତି। ତଥାପି ସେ ଏତଲାରେ ଏଭଳି ଲେଖିଲେ। ଭିଡିଓ ଜାଣିଥିଲେ ତାଙ୍କ ଅଫିସରେ ସିସିଟିଭି ଲାଗିଛି, ମିଛ ଏତଲା ଦେଲେ ଯାଞ୍ଚ ହେବ। ତଥାପି ସେ ଏଭଳି କାହିଁକି କଲେ? ନା ତାଙ୍କୁ କେହି ଆଶ୍ୱାସନା ଦେଇଥିଲେ ଆପଣ ଏତଲା ଦିଅନ୍ତୁ, ଚାମିଲ ଓଝାଙ୍କ ନାଁରେ ଆପଣଙ୍କର କିଛି ହେବ ନାହିଁ? ଏଭଳି ଭାବେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି। ଏବେ ସତ ସାମ୍ନାକୁ ଆସିଯାଇଛି। ଦର୍ଶକ ବନ୍ଧୁ, ଭିଡିଓଙ୍କ ସାମ୍ନାରେ ସରପଞ୍ଚ ଚାମିଲ ଓଝାଙ୍କୁ ଦୁର୍ବ୍ୟବହାର କରାଯାଇଛି, ଆଉ ଅସଭ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିଲା। କିନ୍ତୁ ଭିଡିଓ ଓଲଟି ଚାମିଲ ଓଝାଙ୍କ ନାମରେ ଏତଲା ଦେଲେ କି ସରପଞ୍ଚ ଚାମିଲ ଓଝା ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି ଆଉ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଛନ୍ତି। ଏବେ ତ ସତ ସାମ୍ନାକୁ ଆସିଲା, ଆଉ ପୁଲିସ ଦେଇଥିବା ଏତଲାରେ ଚାମିଲ ଜାମିନ ପାଇଯାଇଛନ୍ତି। କିନ୍ତୁ ଭିଡିଓ ଯୋଉ ଏତଲା ଦେଇଛନ୍ତି, କଣ ପାଇଁ ଏଭଳି କଲେ ଭିଡିଓ ବୋଲି ଏବେ ପ୍ରଶ୍ନ ଉଠିଲାଣି। ଭିଡିଓଙ୍କ ଅଫିସ ଭିତରେ ଭିଡିଓ ଆସିଲା, ଚାମିଲ ଓଝା କେବଳ ତାଙ୍କ ପଞ୍ଚାୟତ କଥା କହୁଛନ୍ତି, ଆଉ ଏହି ସମୟରେ ବେକରେ ଗାମଛା ପକାଇ ଧସେଇ ପଶିଲେ କିଛି ଲୋକ। ହଠାତ୍ ପଶିଲେ, ମୋବାଇଲ ବନ୍ଦ କରିବା ପାଇଁ କହିଲେ, ଗାଳି ଗୁଲଜ କଲେ। ଭିଡିଓ ସବୁ ଦେଖିଲେ, ଓଲଟି ଚାମିଲ ଓଝାଙ୍କ ନାମରେ ଏତଲା ଦେଇଦେଲେ। କାହିଁକି ସନ୍ଦେହ ହେଉଛି ଯେଉଁମାନେ ଚାମିଲ ଓଝାଙ୍କୁ ଦୁର୍ବ୍ୟବହାର କଲେ ସେମାନଙ୍କୁ ଭିଡିଓ କାହା ଦ୍ୱାରା ଡାକି ନାହାନ୍ତି ତ? ଏଠି ପ୍ରଶ୍ନ ଉଠିଛି। ବେକରେ ଗାମଛା ପକେଇକି ଆସିଲେ, ତାଙ୍କର ଏତେ ସାହସ କେମିତି ହେଲା ଭିଡିଓଙ୍କ ସାମ୍ନାରେ, ଭିଡିଓଙ୍କ ଅଫିସ ଭିତରେ ଅନ୍ୟ ଲୋକଙ୍କୁ ଭିଡିଓ ବନ୍ଦ କରିବା ପାଇଁ କହିବା, ଆଉ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା, ଧମକ ଦେବା ପର୍ଯ୍ୟନ୍ତ କଥା ଯିବା? ଯାହା ଜଣା ପଡୁଛି ଦର୍ଶକ ବନ୍ଧୁ, ଏସବୁର ମୂଳ କାରଣ ହେଲା ସେଇ ଦୋକାନ ଭଙ୍ଗା ଘଟଣା। ସେଦିନ ପ୍ରଶାସନ ପକ୍ଷରୁ ଗୋଟିଏ ଦୋକାନ ଭାଙ୍ଗିବା ପାଇଁ ଯାଇଥିଲେ, ଆଉ ଚାମିଲ ଓଝାଙ୍କ ବିରୋଧ ଥିଲା। ସେଦିନ ଚାମିଲଙ୍କ କହିବା କଥା, ଯଦି ଭାଙ୍ଗିବ ସମସ୍ତଙ୍କର ଭାଙ୍ଗ, ଆମେ ସହଯୋଗ କରିବୁ, କିନ୍ତୁ ଗୋଟିଏ ଦୋକାନ କାହିଁକି ଭାଙ୍ଗିବ? ବାସ୍ ଏଇ ଦିନ ଠାରୁ ଚାମିଲ ଭାଇରାଲ ହେବା ସହ ଟାର୍ଗେଟକୁ ଆସିଥିଲେ, ଆଉ ଯାହାର ପରିଣାମ ଆଜି ତାଙ୍କୁ ଭୋଗିବାକୁ ପଡୁଛି।